ମନୁଷ୍ୟ ଜନ୍ମ ଦୁର୍ଲଭ। ମଣିଷ ଏ ସଂସାରକୁ ଆସିଛି କର୍ମ କରିବା ପାଇଁ। କର୍ମ ଅନୁସାରେ ମଣିଷ ଫଳ ଭୋଗ କରିଥାଏ। ସେହି କର୍ମ ଅନୁସାରେ ମନୁଷ୍ୟ ଭଲ ମନ୍ଦ, ସୁଖ ଦୁଃଖ, ପ୍ରେମ ବିରହ, ନିଦ୍ରା ଅନିଦ୍ରା, ଅନ୍ଧାର ଆଲୋକ, ଏପରିକି ସ୍ୱର୍ଗ ନର୍କର ଯନ୍ତ୍ରଣା ମଧ୍ୟ ତା ଜୀବନକାଳ ମଧ୍ୟରେ ଭୋଗ କରିଥାଏ। ଏହି ଧରାଧାମରେ ସ୍ୱର୍ଗ ଅଛି, ଏଇଠି ବି ନର୍କ ଅଛି। ଖୁବ୍ କମ୍ ସମୟ ପାଇଁ ଏ ପୃଥିବୀକୁ ଆସିଥିବା ମନୁଷ୍ୟ କିଛି ସତ୍କର୍ମ କରିବା ଆବଶ୍ୟକ। ଏହି କଳିଯୁଗରେ ମଣିଷର ଆୟୁ 60ରୁ 80 ବା 100 ମଧ୍ୟରେ ହୋଇଥାଏ। ସତ୍ୟ ଯୁଗରେ ମନୁଷ୍ୟର ଆୟୁ 1000 ବର୍ଷ ଓ ଯୋଗ ସାଧନା ଇତ୍ୟାଦି କରିବା ଦ୍ୱାରା 1,00,000 ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିପାରୁଥିଲେ। ଏ ସମୟରେ 1 ପାଦ ପାପ ଓ 3 ପାଦ ଧର୍ମ ଥିଲା। ଦ୍ୱାପର ଯୁଗରେ 2 ପାଦ ଧର୍ମ ଓ 2 ପାଦ ପାପ ଥିଲା। ଲୋକମାନଙ୍କର ଆୟୁ 500 ବର୍ଷ ଥିଲା। ତ୍ରେତୟା ଯୁଗରେ ମନୁଷ୍ୟମାନଙ୍କର ପରମାୟୁ ଥିଲା 300 ବର୍ଷ। 3 ପାଦ ପାପ ଓ 1 ପାଦ ଧର୍ମ ଥିଲା। ଲୋକମାନେ ସତ୍ୟାନୁସରଣ ଦ୍ୱାରା ମଧ୍ୟ ଆଉ ଅଧିକ ବର୍ଷ ବଞ୍ଚି ରହିପାରୁଥିଲେ। କିନ୍ତୁ ଏ କଳିଯୁଗରେ ମନୁଷ୍ୟର ଆୟୁ 150 ବର୍ଷ ହୋଇଥିଲେ ମଧ୍ୟ ସେ ପର୍ଯ୍ୟନ୍ତ ବଞ୍ଚି ପାରୁନାହିଁ। ଭଗବାନଙ୍କ ସୃଷ୍ଟିରେ କାହାର ରୂପ ଗୁଣ ଓ ପ୍ରକୃତିକୁ ନେଇ ନିନ୍ଦା କରିବା ଉଚିତ ନୁହେଁ। ଏସବୁ ସ୍ରଷ୍ଟାଙ୍କ ଦ୍ୱାରା ସୃଷ୍ଟି। ଏହା ଉପରେ ମନୁଷ୍ୟର କୌଣସି ହାତ ନାହିଁ। ଏବେ ଜଣେ ନିଜେ ଚାହିଁଲେ ନିଜର ଚରିତ୍ର ଓ ଗୁଣ ବଦଳାଇ ପାରିବ। ଏଥିପାଇଁ କେବଳ ସ୍ତ୍ରୀକୁ ଦୋଷ ଦେଇ ହେବ ନାହିଁ। ସ୍ତ୍ରୀଟି ଯେମିତି ସ୍ୱାମୀର ମନ ବୁଝେ, ସ୍ୱାମୀ ମଧ୍ୟ ଅନୁରୂପ ଭାବେ ସ୍ତ୍ରୀର ପସନ୍ଦ ଓ ରୁଚିକୁ ସମ୍ମାନ ଦେବା ଉଚିତ। ବିବାହିତ ଜୀବନରେ ସ୍ୱାମୀ ସ୍ତ୍ରୀ ପରସ୍ପରର ସୁଖ ଦୁଃଖର ସାଥୀ। ଜୀବନରେ ବହୁ ଝଡ଼ଝଞ୍ଜା ଓ ଅଭିଜ୍ଞତା ମଧ୍ୟରେ ଜୀବନ ସଂଗ୍ରାମରେ ପୁରୁଷ ଯେତେବେଳେ କ୍ଳାନ୍ତ ଶ୍ରାନ୍ତ ହୋଇଯାଏ, ମନ ରସ ଓ ଛନ୍ଦବିହୀନ ହୋଇଯାଏ, ସେତେବେଳେ ଟିକିଏ ଆନନ୍ଦ ଓ ସୁଖ ଶାନ୍ତି ପାଇଁ ସେ ଖୋଜେ ନାରୀର ସାନ୍ନିଧ୍ୟ। ନାରୀର ସାନ୍ନିଧ୍ୟ ଓ ସହାନୁଭୂତି ପାଇଲେ ପୁରୁଷର ମନରେ ପୁଣି ସୃଷ୍ଟି ହୁଏ ନୂତନ ଆଶାର ଇନ୍ଦ୍ରଧନୁ ଓ ମିଳନର ଛନ୍ଦ। ପୁରୁଷ ଓ ସ୍ତ୍ରୀ ପରସ୍ପରର ପରିପୂରକ ଓ ସବୁ ଅବସ୍ଥାର ସାଥୀ। ଜଣେ ଯେତେବେଳେ ଦୁଃଖ ଓ ନିରାଶାରେ ଭାଙ୍ଗି ପଡ଼େ, ସେତେବେଳେ ସେ ଖୋଜେ ନିଜ ଜୀବନ ସାଥୀଠୁ କେଇପଦ ମିଠା କଥା, ସହାନୁଭୂତି ଓ ପ୍ରେରଣା। ନିଆଁ ସର୍ବଦା ନିଜ ଲୋକମାନେ ହିଁ ଲଗାନ୍ତି। ବଞ୍ଚିଥିବା ବେଳେ ବି ମରିଗଲା ପରେ ବି। ପୃଥିବୀରେ ଏମିତି କୌଣସି ଲୋକ ନାହିଁ ଯାହାର ସମସ୍ୟା ନାହିଁ, ଆଉ ଏମିତି କୌଣସି ସମସ୍ୟା ନାହିଁ ଯାହାର ସମାଧାନ ନାହିଁ। ଯାହା ହେଉ ମୋ ପାଖରେ ଧନ କି ସୁନ୍ଦର ଚେହେରା ନାହିଁ, ନହେଲେ ମୁଁ ବି ଗର୍ବୀ ହୋଇଯାଇଥାନ୍ତି। ଜୟ ଶ୍ରୀ ଜଗନ୍ନାଥ।